ବର୍ଷା ପାଗରେ ଦେଖନ୍ତୁ ଆମର ବାପା ଯାଇକି ରେନକୋଟ ପିନ୍ଧିକି ସକାଳୁ ସକାଳୁ ନଈରୁ ମାଛ ଧରାଇକି ଆସିଲାଣି। ନଈ ମାଛ ବଛା ହବ ଏବେ। ମାଛ ଏବେ ବଛା ହବ। ବାଛିବେ ମିଷ୍ଟର ଦୀପ୍ତି ରଞ୍ଜନ। ଏଇଠି କହି ବସ ନା ଏଟା କି ମାଛ ଚିହ୍ନିକି ଆପଣ କମେଣ୍ଟରେ ଜଣାନ୍ତୁ। କି ମାଛ ସବୁ ପାଉଁଶ ନା ବୋଉ ପାଉଁଶ ଦଉନୁ। ପାଉଁଶ ପକା। ଏଇଟା କି ମାଛ ଭଳିଆ? ପୋହଳା। ବଢିଆ ଟ୍ରେଣ୍ଡିଂ। ସଂଘର୍ଷ କରୁଛନ୍ତି ବଳିଆ। ମାଛ ବାଛିବାରେ ସଂଘର୍ଷ କରୁଛନ୍ତି। ସାହାଯ୍ୟର ହାତ ବଢାଇଲେ ମୋର ମାତାଶ୍ରୀ। ଇଏ ଦେଖନ୍ତୁ ସବୁ ବହୁତ ବିଭିନ୍ନ ପ୍ରକାରର ମାଛ ଜାଲରେ ଧରା ହେଇଛି ନଈରୁ। ନଈ ପାଣି ବଢିଥିଲା। ଏଇଟା ଆମର ମତେ ଲାଗୁଛି ଏଇଟା ବୋଧେ ବିହନ ଅଛି। ଏଇଟା ହଉଛି କରାଣ୍ଡି ମାଛଟା ବଡ ହେଇଯାଇଛି। ହଁ ଏଟା କଣ ଏଟା ଭେକ୍ଟି ମାଛ। ଏଇଟା ଭଲ ଭେକ୍ଟି ତ ଜୀବନରେ ଦେଖି। ଭେକ୍ଟିଟା ତ ଛୋଟଟା। ଭେକ୍ଟି ବଡ ବଡ ଭେକ୍ଟି ଏମିତି ତାର ଭେକ୍ଟି କ ବଡ କା ଜନ୍ମ କୁ ବଡ ହେଇଛି। ନା ନା ଭାତ ଦୟା ହେରିକା ସେମିତି ଭାଜନ୍ତି ମାଛ କାଳେ ପଖାଳ ଭାତ ଖାଇବ ମସଲା ଭାତ। ଦେଖନ୍ତୁ କି ସୁନ୍ଦର ବର୍ଷା ହଉଛି। ବର୍ଷା ପାଗ ଆଜି ଆମର ମାଛ ବେସରକୁ ଆଗ ଟିକେ ମାଛ ଭଜା ସାଙ୍ଗରେ ପଖାଳ ଟିକେ ଖିଆ ହବ। ତାପରେ ଗରମ ଖିଆ ହବ। ତାପରେ ଆଉ କଣ ଖିଆ ହବ? ତାପରେ ଯଦି ବଳିବ ରାତିକି ଆଉ ରୁଟି ସାଙ୍ଗରେ ଖିଆ ହବ ପୁଣି ଆଉ। ବିପିଏଲ ଚାଉଳ କିନ୍ତୁ ମର୍ଡର କରିଦବ। ଏଇଟା ଦେଖନ୍ତୁ ଆଉ ଗୋଟେ ନୂଆ ମାଛ। ଏଇଟା କି ମାଛ? ଫଳି। ଫଳି ମାଛ ଅଧା ଅଧି ହେଇଗଲାଣି ସଫା। ଇଏ ଆହୁରି ଧୁଆ ହବ। ଏଠି ଆହୁରି ଇଏ ବୋଉ ତାର ବସିକି କାତି ଛଡଉଛି। ବଳିଆ ସଫା କରୁଛି। ସେକରେ ବିହନ ରହୁଛି। ଇଏ ଆସିଗଲେ ମିଷ୍ଟର ସୋନୁ। ସେ ଆମର ଆଗାମୀ ପ୍ରସ୍ତୁତିରେ ସାହାଯ୍ୟ କରିବେ। ମାଛ ଭଜା ଓ ତରକାରୀରେ ସାହାଯ୍ୟ କରିବେ। ମାଛ ଧୁଆ ହେଇକି ରେଡି ହେଇଗଲା। ଆଦେହରେ ହଳଦୀ ଗୁଣ୍ଡ, ଆମର ସୋରିଷ ତେଲ, ଲୁଣ ସବୁ ଗୋଳା ହେଇଗଲା। ତାପରେ ଭଜା ହବ। ଆପଣ ମାନଙ୍କୁ ଦେଖେଇବି। ଭଜା ଇଏ ଯେତିକ କଡ଼କଡିଆ ଭଜା ନା ପକାନା ଜାଗା ହବ ଆଉଥରେ ହବ ଆଉ। ଚୁଲିରେ ଆମର ଭଜା ହଉଛି। ମାଛ ବିହନ ଏଠି ଭଜା ହଉଛି। ଏଇଠି ଖିଆ ହଉଛି।
आलू पड़े आमर आलू आगे भजा हो सरू सरू बटा है फुटण पइला सोरिष जीरा पियाज रसुण सब जाक टमाटो पेस्ट एकाथरे आलू सहित पड़गला आलू ता देहरे सीझिब ए मसला भी कषिब और पानी फुटीगला आलू सीझीगला एबे माछ पकईदवा माछ पकईकी आउ टे फुटेकी तापर आम ओल्लईदवा ओल्लईकी तापर आम भोजन रे ग्रहण करिया। माछ सब पड़गला आंबुल दी टे खटाड़िया लगे भल लगे सोरिष बेसर टे खटा लगे भल लगे। ये आसत आपन को आगु को देखेबी आमर खाइबाटा आमर रेडी गला माछ बेसर आमर कदली पत्र रे भात ये दी प्रकार पापड़ तलटा चेन्नई पापड़ आमर आंब बड़ी ये सत्यव्रत जेना ये